हेलो एवरीवन वेलकम बैक टू आवर मिनी ब्लॉग घरे आमर दंड रखुଛନ୍ତି ତ ସୃଷ୍ଟିକୁ ସେଇଥିପାଇଁ ଅଧା ଡ୍ୟୁଟିରୁ ବସେଇକି ନାହିଁ ତାକୁ ଶୋଇକି ଆସିଲି କାହିଁକିନା ମୋର ନାଇଟ୍ ଡ୍ୟୁଟି ଥିଲା। ଘରେ ପହଞ୍ଚୁ ଦେଖିଲି ସମସ୍ତେ ଫୁଲମାଳ ଗୁନ୍ଥିବାରେ ବ୍ୟସ୍ତ। ମୁଁ ବି ସାଙ୍ଗେ ସାଙ୍ଗେ ଗାଧାପାଧା କରିକି ଲାଗିଗଲି ସେଇ ଡ୍ୟୁଟିରେ। ଯେ ପର୍ଯ୍ୟନ୍ତ ଭଗବାନ ନିଜେ ନ ଚାହିଁଛନ୍ତି ସେ କୁଆଡ଼େ ଯିବେ କୁଆଡ଼େ ନାହିଁ ସେ ପର୍ଯ୍ୟନ୍ତ ତାଙ୍କୁ କେହି ଆଣିପାରିବେନି, ସେ କାହା କଣ୍ଟ୍ରୋଲରେ ନାହାନ୍ତି। ଦୀର୍ଘ 30-40 ବର୍ଷର ମାନସିକ ପୂରଣ ହେଲା। ଫାଇନାଲି ଠାକୁର ଆସିକି ପହଞ୍ଚିଗଲେ ଆମ ଘରେ। ମୋ ବାପା ଯେତେବେଳେ କଲେଜରେ ପଢ଼ୁଥିଲେ ମୋ ଜେଜେମା ହେତେବେଳକୁ ଗୋଟେ ମାନସିକ ରଖିଥିଲା, ଯେବେ ମୋ ପୁଅ ଜବ୍ କରିବ ମୁଁ ଏ ଦଣ୍ଡଟା ଆଣିକି ରଖିବି। ମାନସିକଟା ପୂରଣ ବି ସେବେ ହେଲା ତାଙ୍କ ଝିଅ ଦୁଇଟା ଯେବେ ଜବ୍ କଲେ। ପର୍ଟିକୁଲାର ଗୋଟେ ଗାଁର ଦଣ୍ଡ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏତେ ମାତ୍ରାରେ ଭକ୍ତ। ଆମେ ସମସ୍ତେ ବସିକି ଦଣ୍ଡ ଦେଖୁଥିଲୁ, ଆଉ ଯିଏ ସେଇଠି ନଥିଲା ତାକୁ ଭିଡ଼ିଓ କଲ୍ରେ ଦେଖାଉଥିଲୁ। ସନ୍ଧ୍ୟାରେ ଜଳସିବା ପାଇଁ ହାତରେ ବାନା ଧରିକିନା ବାହାରିଗଲା ଆମ ପ୍ରାଚୀ। ସବୁବେଳେ ମୋ ଜେଜେମା ସାଙ୍ଗରେ ଆମେ ଏମିତି ଝୁଣା ମରେଇ ଯାଉ, କିନ୍ତୁ ଏଇଟା ଫାର୍ଷ୍ଟ ଟାଇମ୍ ମୋ ଜେଜେମାର ଅନୁପସ୍ଥିତିରେ ଆମେ ସମସ୍ତେ ଯାଇଛୁ। ପୂଜା ସରିଲା ପରେ ଆମେ ସମସ୍ତେ ଏଠି ପ୍ରସାଦ ପାଇଲୁ। ଦଣ୍ଡ କାମରେ ଏପଟ ସେପଟ ହେଇକି ମୋ ମାଆର ମୁଣ୍ଡ ବଥା ଯାଉଥିଲା ତ ସେଇଥିପାଇଁ ଗୋଟେ ମସାଜର ମସାଜ କରିଦେଉଥିଲା। ଦଣ୍ଡଯାତ୍ରା ମାନେ ସମସ୍ତେ ଜାଣିଥିବ, କିନ୍ତୁ ତା ନାଁ ଦଣ୍ଡ କ'ଣ ପାଇଁ ରଖା ହେଲା ଆଜି ମୁଁ କହୁଛି ଶୁଣ। ଏ ଦଣ୍ଡଯାତ୍ରା 13ରୁ 21 ଦିନ ପର୍ଯ୍ୟନ୍ତ ଚାଲେ। ୟାର ଅର୍ଥ ହେଉଛି ପନିଶମେଣ୍ଟ କିମ୍ବା ଡିସିପ୍ଲିନ୍। ଭକ୍ତମାନେ ନିଜକୁ ବହୁତ କଷ୍ଟ ଦିଅନ୍ତି, ଯେମିତି ମାଟି ଉପରେ ଶୋଇବା, ଉପବାସ ରହିବା, ଦେହରେ ଅଗ୍ନି ସହ ଖେଳ। ଭଗବାନ ଶିବଙ୍କୁ ନ୍ୟାୟ ଆଉ ଶାନ୍ତିର ଦେବତା ବୋଲି ମାନାଯାଏ। ଏହାକୁ ଦଣ୍ଡ କିମ୍ବା ସେଲ୍ଫ ପନିଶମେଣ୍ଟ ଫର୍ ପ୍ୟୁରିଫିକେସନ୍ ବୋଲି କୁହାଯାଏ। ଓଡ଼ିଶାର ସାଉଥ୍ ଆଉ ୱେଷ୍ଟର୍ଣ୍ଣ ଏରିଆରେ ଏଇଟା ଟିକେ ଅଧିକ ପପୁଲାର, ଯେମିତି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ। ଦ୍ୟାଟ୍ସ ଇଟ୍ ଇନ୍ ଦିସ୍ ମିନି ବ୍ଲଗ୍। ହର ହର ମହାଦେବ।